କାହାଣୀର ନାଁ ପରମାର୍ଥ ପାଇଁ ଘର ଜାଳିଦେଲ। ଜାପାନର ଗୋଟିଏ ଗାଁରେ ମେଳା ଲାଗିଥିଲା। ନରନାରୀମାନଙ୍କର ବହୁତ ଭିଡ଼ ମେଳା ଦେଖିବା ପାଇଁ ଜମା ହୋଇଥିଲା। ଜଣେ ବୃଦ୍ଧ ଦେଖିଲେ ଯେ ସମୁଦ୍ର ପଛକୁ ଘୁଞ୍ଚି ଯାଉଛି। ଏତିକି ତ ଭଟ୍ଟା ସମୟରେ ମଧ୍ୟ ପଛକୁ ଯାଇନଥାଏ। ସମୁଦ୍ରର ଘୁଞ୍ଚିବା କାରଣ ସେ ବୁଝିପାରିଲେ। ଯେତେବେଳେ ସେ ବାଳକ ଥିଲେ ସେହି ସମୟରେ ଥରେ ଏଭଳି ସମୁଦ୍ର ପଛକୁ ଘୁଞ୍ଚି ଯାଇଥିଲା ଏବଂ ପର ମୁହୂର୍ତ୍ତରେ ଅତ୍ୟନ୍ତ ଜୋରରେ ଢେଉ ମାଡ଼ି ଆସି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ଓ ସମୁଦ୍ର ପାଖରେ ଥିବା ଗାଁ ଗୁଡ଼ିକ ଭାସି ଯାଇଥିଲା। ଏହି ବିପତ୍ତିର ସୂଚନା ସେ କିଭଳି ଭାବରେ ମେଳା ଦେଖୁଥିବା ଲୋକଙ୍କୁ ଦେବେ ସେ ଚିନ୍ତିତ ହୋଇଗଲେ। ସେ ସାଙ୍ଗେ ସାଙ୍ଗେ ଗୋଟିଏ ଉପାୟ ଚିନ୍ତା କଲେ। ପାଖରେ ଛୋଟ ପାହାଡ଼ ଉପରେ ତାଙ୍କର ଘର ଥିଲା। ସେ ନିଜ ଘରେ ନିଆଁ ଲଗାଇଦେଲେ ଓ ରଡ଼ି ଛାଡ଼ି ଲୋକଙ୍କୁ ନିଆଁ ଲିଭାଇବା ପାଇଁ କହିଲେ। ଘର ପୋଡ଼ିଯାଉଥିବା ଦେଖି ଅନେକ ଲୋକ ଲିଭାଇବାକୁ ଗଲେ ଓ ଅନେକ ଦେଖିବା ପାଇଁ ଚାଲିଗଲେ। ଠିକ୍ ସେତିକିବେଳେ ସମୁଦ୍ରର ଢେଉ ସମୁଦ୍ର କୂଳକୁ ମାଡ଼ି ଆସି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। କିନ୍ତୁ ସେଠାରେ ଆଉ ଲୋକମାନେ ନଥିଲେ। ସମସ୍ତେ ନିଆଁ ଲିଭାଇବା ପାଇଁ ଛୋଟ ପାହାଡ଼ ଉପରକୁ ଚାଲି ଯାଇଥିଲେ। ସମସ୍ତଙ୍କର ଜୀବନ ବଞ୍ଚିଗଲା। ବୃଦ୍ଧଟିର ନାମ ଥିଲା ହାରାମୋଚି। ତାଙ୍କର ପରମାର୍ଥ ପରାୟଣ କାର୍ଯ୍ୟ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ। ସମସ୍ତେ ତାଙ୍କୁ କୃତଜ୍ଞତା ଜଣାଇଲେ। ଲୋକେ କହିଲେ ଯେ ଅନ୍ୟମାନଙ୍କୁ ବଞ୍ଚାଇବା ପାଇଁ ନିଜର ଘରକୁ ଜାଳିଦେବା କେତେ ମହାନ କାର୍ଯ୍ୟ। କିଛି ଦିନ ପରେ ହାରାମୋଚିଙ୍କର ମୃତ୍ୟୁ ହୋଇଗଲା। ସେହି ସ୍ଥାନରେ ଲୋକମାନେ ଗୋଟିଏ ବଡ଼ ସ୍ମାରକୀ ତିଆରି କଲେ। ତାହା ଏବେ ମଧ୍ୟ ସେଠାରେ ରହିଅଛି।